ओम नारायण नमस्कृत्य नरं चैव नरोत्तमं देवीं सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवं। निगमकल्पतरुगलितं फलं सुखमुखात् मृतद्रवसंयुक्तं पिबत भागवतं रसमालयं मुहुरः रसिका भुवि भावुकाः। सप्तम स्कंद प्रथम अध्याय। श्री शुकोवाच एबे हो शुण नृपमणि हरिचरित साधुवाणी जन्म वासना कर्म फले प्राणी भुंजन्ति मही तले। सप्तम स्कंदे भागवते कहिबा शुण एक चिते कर्म वासना रूप धरी बेनी प्रकारे से संचरी शुभ शुभ बेनी पाद प्रकाश करे हेतु भेद महत अपमान कोपे जानती जे आपना समीपे पुणी मागंती अनुग्रहे जे कर्म शुभ फल बहे शुण कहिबा प्रिय भावे जे जही जे मंत प्रस्तावे वैकुंठे हरिद्वार पाले जय विजय महाबले से दुई भाई हरिद्वारे खटंती सेवा अनुसारे तपी मानक कोप फले जन्मिले असुरंक कूले ब्राह्मणे अपराध करी जन्म लभिले देह धरी सुर वंशे अवतार हिरण्यकशिपु कुमार से प्रहलाद नर देहे नारद मुनि अनुग्रहे श्रीकृष्ण चरण कमले निश्चले भजी जोग बले जन्म वासना हेतु धरी विष्णु भक्ति हेतु करी विष्णु भक्त होई जेबे भक्ति करे से ही भावे ताहाकु रखे भगवान न सहे भक्त अपमान। जय विजय बेनी भाई असुर कूले जन्म होई हरिण की अपराध कले तृतीय जन्मे निस्तरिले एणु पंडित प्राणी माने मागंती अनुग्रह ध्याने जत्न करिण निरंतरे आत्मा को आपणे उद्धारे ए भाव मुनि गण तिंती भव सागरु तरी जानती ए भाव मुनि गण चिंती भव सागरु तरी जानती। ए आदि ग्रंथे तोते कही शुण परीक्षा मन देई असुर कूले देह बही जय विजय बेनी भाई विष्णु बहिरी निरंतरे स्वभावे असुर व्यवहारे ताहांक कूले प्रहलाद हरि भक्त मध्ये भेद ए पिता पुत्र मध्ये गते गुण वासना अनुमते महांत कोप अनुग्रहे वासना भेद ए संशये वासना बले कर्म जात हरई प्राणींकर चित ए पंच प्रस्ताव कारण धर्म नियम कथा शुण। प्रथम अध्याय प्रस्ताव कहिबा पिता पुत्र भाव हिरण्यकशिपु कुमार विष्णु भक्त मध्ये बर ब्राह्मण सापे बेनी भाई असुर रूपे जन्म होई इंद्रर अर्थे भगवान असुर करिवे निधन एणु कश्यप गृह नारी से दीति मने कोप करी पुत्रंक मरण विश्वासे निर्घाते रवि रवे दश दिशे हेमंते मुनि वाक्य शुणी बोले सानंदे नृपमणि। परीक्षित उवाच हो मुनि शुण मो वचन जे हरि सर्वघटे सम प्रिय सुहृद प्राणींकर विशेषे शरण सोदर से किंपा इंद्रंक बोलरे निर्दये असुर संहारे विषम मत ए हांकर जे हरि भकत सोदर
ସୁରଗୁଣଙ୍କ ନିମିତ୍ତରେ ନିଷ୍ଠୁର ପ୍ରାୟ କର୍ମ କରେ। ଯେ ହରି ସର୍ବଜୀବପତି ସେ କିମ୍ପା ବିଚାରେ ଅନୀତି। ଅଶେଷ ଜନ୍ତୁ ହୃଦେ ଥାଇ ଅନ୍ତରେ ସମସ୍ତ ଦେଖଇ। ଆତ୍ମାର ନିସ୍ତାରଣ କରେ ସେ କିମ୍ପା ଭେଦକୁ ବିଚାରେ। ଦେବ ଅସୁର ତାର ଦେହି ସମ ବିଷମ ତାର ନାହିଁ। ସ୍ୱଭାବେ ତ୍ରିଗୁଣ ଶରୀର ସେ ନିରଞ୍ଜନ ନିରାକାର। ନିର୍ଗୁଣ ସତ୍ୟ ବେଦପତି ସକଳ ଭୂତେ ତାର ସ୍ଥିତି। ଏଣୁ ଗୋବିନ୍ଦ ଗୁଣ କର୍ମେ ସଂଶୟ ମୋର ମତି ଭ୍ରମେ। ପୂଜଇ ଚରଣେ ତୁମ୍ଭର ମୋର ସଂଶୟ ଦୂର କର। ଶ୍ରୀ ଶୁକବାଚ। ନୃପ ତୋର ସାଧୁବାଣୀ ତୁଜେ ପଚାରୁ ପରିମାଣୀ। ଅଦ୍ଭୁତ ବିଷ୍ଣୁର ମହିମା କେ ଜାଣିପାରେ ଗୁଣସୀମା। ଏ ଗ୍ରନ୍ଥ ଭାଗବତେ ପୁଣ ଏ ବିଷ୍ଣୁ ଭକତି ଲକ୍ଷଣ। ପରମ ପୁଣ୍ୟ ହେତୁ ବାଣୀ ଯେ ଶୁଣେ ଯେବା ମୁଖେ ଭଣି। ନାରଦ ଆଦି ମୁନି ଗଣେ ଯାହା ଭଜନ୍ତି ଅନୁକ୍ଷଣେ। ବ୍ୟାସ ଚରଣେ ସେବି ମୁହିଁ କହିବି ଯାହା ମୁଁ ଜାଣଇ। ସେ ହରି ସ୍ୱଭାବେ ନିର୍ଗୁଣ ପ୍ରକୃତି ପରମ କାରଣ। ସ୍ୱଭାବେ ସର୍ବଗୁଣ ପର ବ୍ରହ୍ମା ଶଙ୍କରେ ଅଗୋଚର। ସେ ମାୟା ଗୁଣ ଆଶ୍ରୟ କରି ବ୍ୟାଧକ ରୂପ ଧରି। ସେ ସତ୍ୱ ରଜ ତମ ଗୁଣ ପ୍ରକୃତି ଏହାଙ୍କ ପ୍ରମାଣ। ଆତ୍ମାର ଗୁଣ ଏ ନୁହନ୍ତି ପ୍ରକୃତି ରୂପେ ପ୍ରକାଶନ୍ତି। ଉଦୟ ଅସ୍ତ ଏକାବେଳେ ନୁହନ୍ତି ସୂଚି ସଙ୍ଗ ମେଳେ। ସୃଷ୍ଟି ପାଳନ କାଳେ ହରି ସତ୍ୱ ଗୁଣକୁ ଆଶ୍ରୟ କରି। ଦେବତା ଋଷି ରୂପ ହୋଇ ସ୍ୱଧର୍ମେ ସୃଷ୍ଟିକୁ ପାଳଇ। ରଜ ଗୁଣକୁ ଆଶ୍ରୟ କରି ଅସୁର ଗଣଙ୍କୁ ନିସ୍ତାରି। ଯକ୍ଷ ରାକ୍ଷସ ତମ ଗୁଣେ ଭଜଇ କାଳର ପ୍ରମାଣେ। ଜ୍ୟୋତି ଆକାଶେ ପ୍ରକାଶଇ ବିଚାରେ କାହିଁ ନ ମିଳଇ। କାଷ୍ଠ ସଂଯୋଗେ ଅଗ୍ନି ଯେହ୍ନେ ଜ୍ୱଳେ ବାୟୁ ସଞ୍ଚାର ସ୍ଥାନେ। ଆକାଶ ଯେହ୍ନେ ଜଳ ଘଟେ ତେମନ୍ତ ରୂପେ ସେ ପ୍ରକଟେ। ମାୟାରେ ନାନା ରୂପ ହୋଇ ସେ ମାୟା ତାକୁ ନ ଲାଗଇ। ଏହା ବିଚାରି ମୁନିଜନେ ଆତ୍ମାକୁ ଆତ୍ମା ଅନୁମାନେ। ସଂଶୟ ନ କରନ୍ତି ମନେ ହରି ବିଷୟ କ୍ରୀଡ଼ା ସ୍ଥାନେ। ସେକାଳେ ମାୟା ଯୋଗ ଅର୍ଥେ ପୁରୁଷ ଜୀବ ଏହି ମତେ। ରଜଗୁଣରୁ ସୃଷ୍ଟି କରେ ସତ୍ୱରେ ବ୍ରହ୍ମରୂପ ଧରେ। ଦେବାଦି ଯୋନି ଦେହ ମଧ୍ୟେ କ୍ରୀଡ଼ା କରାଇ ସେ ଅବଧେ। ରମିବା ଅର୍ଥେ ଭାବଗ୍ରାହୀ ଅଶେଷ ଜନ୍ମ ହୃଦେ ସେହି। କ୍ରୀଡ଼ାର ଅନ୍ତେ ସେ ଆପଣେ ସୃଷ୍ଟି ସଂହାରେ ତମ ଗୁଣେ। ସେ ପୁଣି ସୃଷ୍ଟି କାଳେ ହରି ଜୀବ ପ୍ରକୃତି ରୂପ ଧରି। ପ୍ରଧାନ ପୁରୁଷ ଏବେନି ନିମିତ୍ତେ ତାଙ୍କୁ ସଙ୍ଗେ ଘେନି। ତାଙ୍କ ଆଶ୍ରୟ ସଙ୍ଗ ମେଳେ ଭିଆଏ ନିମିଷାଦି କାଳେ। ସେ କାଳ ହରି ଆଜ୍ଞା ଘେନି ପ୍ରଧାନ ପୁରୁଷ ଏବେନି। ଉଭୟ ମତେ ନାନା ଗୁଣ ସୃଜଇ ସଂସାର କାରଣ। ସେ ହରି କାଳ ରୂପ ଧରେ ସାତ୍ୱିକେ ଦେବଙ୍କୁ ଧରେ। ଦେବଙ୍କ ପ୍ରିୟ କର୍ମ କରେ ଅସୁର କୂଳକୁ ସଂହାରେ। ଏଣୁ ସେ ପ୍ରଭୁ ଭଗବାନ ନିର୍ଲୋଭ ପ୍ରଭୁ ଉପାଦାନ। ରଜ ତାମସ ଗୁଣ ଯେତେ ତାଙ୍କୁ ସଂହାରେ ଅବିରତେ। ଏବେ ହୋ ଶୁଣ ନରନାଥ ବିଷ୍ଣୁ ଚରିତ ଭାଗବତ। ତାହାଙ୍କ ମହିମା ବିଶେଷ ଶୁଣ କହିବା ଇତିହାସ। ରାଜୁଷି ଯଜ୍ଞ ସଭାନ୍ତେ ଧର୍ମ ନନ୍ଦନର ଅଗ୍ରତେ। ନାରଦ ମୁନି ଯାହା କହି ସେ ସଭା ମଧ୍ୟେ ପାଞ୍ଚ ଭାଇ। ଦେବକୀ ନନ୍ଦନର ତୁଲେ ରାଜା ମୁନିଙ୍କୁ ପଚାରିଲେ। ସେ ସଭା ମଧ୍ୟେ କର୍ମବଳା ନୟନେ ଅଦ୍ଭୁତ ଦେଖିଲା। ଶିଶୁପାଳର ପଞ୍ଚ ପ୍ରାଣ ଗୋବିନ୍ଦେ ପଶିଲା ଶରଣ। ସଭା ଜନଙ୍କ ଦୃଷ୍ଟି ଆଗେ ଯେହ୍ନେ ବିଜୁଳି କଳା ମେଘେ। ଯୁଧିଷ୍ଠିର ଉବାଚ ଭୋମୁନି ଦୁର୍ଲଭ ଏ କଥା ଶୁଣ ମୋ ମନେ ଗୁରୁ ବ୍ୟଥା। ଅଷ୍ଟାଙ୍ଗ ଯୋଗେ ମୁନି ଗଣ ଚିନ୍ତନ୍ତି ଯାହାଙ୍କ ଚରଣ। ଏକାନ୍ତେ ଭକ୍ତି ଯୋଗେ ଚିନ୍ତି ଯା ରୂପ କେହି ନ ଦେଖନ୍ତି। ଦେବଦାନବେ ଅଗୋଚର ଯେ ବ୍ରହ୍ମ ନିତ୍ୟ ନିରାକାର। ଏ ଦମ ଘୋରର କୁମର ସ୍ୱଭାବେ ଦୁଷ୍ଟ ଦୁରାଚାର। କୃଷ୍ଣେ ଅନେକ ନିନ୍ଦା କଲା ସେ କିମ୍ପା କୃଷ୍ଣଙ୍କୁ ପାଇଲା। ଏ ସଭା ଲୋକ ମଧ୍ୟେ ମୁହିଁ ତୁମ୍ଭର ଛାମୁରେ ପୁଛଇ। କହ ହେ କେବଳ କାରଣ ସକଳେ ଶୁଣନ୍ତୁ ପ୍ରମାଣ।
विष्णुଙ୍କୁ ଦୁଷ୍ଟ ଜନ ମେଳେ ଯେବା ନିନ୍ଦନ୍ତି ଜ୍ଞାନ ଭୋଳେ ଯେ ପ୍ରାଣୀ ନରକେ ପଢ଼ନ୍ତି ମହାନ୍ତେ ଏମନ୍ତ କହନ୍ତି ସେ ଦମ ଘୋଷ ସୁତ ବାଣୀ ସଭାରେ ଦନ୍ତ ବକ୍ର ଶୁଣି ସେହି ଅନେକ ନିନ୍ଦା କଲା ମୋତେ ତ ସନ୍ଦେହ ଲାଗିଲା ଏବେ ନିଜନେ ନିନ୍ଦା କଲେ ସଭାର ମଧ୍ୟେ ଏକ ତୁଲେ କୃଷ୍ଣଙ୍କୁ ନିନ୍ଦା କରି ତୁଣ୍ଡେ କିମ୍ପା ନ ଗଲେ ଯମ କୁଣ୍ଡେ କେ ବଣ ହେତୁ ବେନିବିରେ ପଶିଲେ କୃଷ୍ଣର ଶରୀରେ ଏବେ ଭ୍ରମଇ ମୋର ମନ ବନେ ଯେ ସନ ହୁତାସନ କାରଣ କହ ମୁନି ମୋତେ ଶୁଣି ମୁଁ ଯିବଇଁ ପରତେ ଏମନ୍ତ ରାଜା ବାକ୍ୟ ଶୁଣି ସାନନ୍ଦ ମନେ ବ୍ରହ୍ମ ମୁନି କହନ୍ତି ରାଜାର ଅଗ୍ରତେ ସମସ୍ତେ ଶୁଣନ୍ତୁ ଏମନ୍ତେ ନାରଦ ଉବାଚ ଯାହାର ନିନ୍ଦା ସ୍ତୁତି ଅର୍ଥେ ମନୁଷ୍ୟ ଶରୀର ଜଗତେ ପ୍ରକୃତି ପୁରୁଷ ସଂଯୋଗେ ଜନ୍ମଇ ଅବିବେକ ଭାବେ ପ୍ରକୃତି ପୁରୁଷ ସଂଯୋଗେ ଜନ୍ମଇ ଅବିବେକ ଭାବେ ବଢ଼ଇ ହିଂସା ଅଭିମାନେ ଦ୍ୱନ୍ଦ୍ୱ କୁଟିଳ ଅବଧାନେ ମୁହିଁ ମୋହର ବୋଲି ଜାଣେ ଯାବତ ବସଇ ତ୍ରିଗୁଣେ ମନୁଷ୍ୟ ସ୍ୱଭାବ ଏମନ୍ତେ ସଂସାର ମଧ୍ୟେଛନ୍ତି ଯେତେ ଆତ୍ମାଭିମାନେ ଦେହ ବହି ଲୁବୁଧେ ପ୍ରାଣବଧ ହୋଇ ସେ ପୁଣି କୈବଲ୍ୟ ଆସ୍ଥାନେ ନଖଟେ ଆତ୍ମା ଅନୁମାନେ ହରି ବିଷୟ କଲେ ଯେତେ କୈବଲ୍ୟ ଲଭେ ପ୍ରାଣୀ ଅନ୍ତେ କେ ଭଜେ ରିପୁ ଅନୁବନ୍ଧେ କେ ଅବା ମିତ୍ର ଭାବ ସାଧେ କେ ଅବା ଭଜେ ତାକୁ ଡରେ କେ ଅବା ପ୍ରିୟ ଭାବ କରେ କେ ଅବା ସ୍ନେହ ଚିତ୍ତ ଧରି କେ ଅବା ରୂପ ଚିନ୍ତା କରି ସେ ସର୍ବଜନେ ଅନ୍ତକାଳେ ପଶନ୍ତି ଚରଣ କମଳେ ନିତ୍ୟ ବୈରୀ ଭାବେ ଚିନ୍ତି ହରିଙ୍କି ଏମନ୍ତ ଭଜନ୍ତି ନିଶ୍ଚଳ ଯୋଗ ଚିତ୍ତେ ଧ୍ୟାଇ ଯୋଗୀଏ ଲଭିବାର ପାଇଁ ଏ ଭାବ ମୋର ନିତ୍ୟ ମନେ ଏବେ ହୋ ଶୁଣ ସାବଧାନେ ଭ୍ରମର କୀଟ କୀଟ ମାରେ ନେଇ ସ୍ଥାପଇ ନିଜ ଘରେ ସେ କୀଟ ପ୍ରାଣ ଯିବା କାଳେ ଭ୍ରମର ଦେଖୁଥାଇ ଡୋଳେ ଭ୍ରମର ଯୋଗେ ଭଏ ମରେ ତାର ସ୍ୱରୂପ ଅନ୍ତେ ଧରେ ହେମନ୍ତ କୃଷ୍ଣର ବିଷୟରେ ମାୟା ମନୁଷ୍ୟ ନିଜ କାଏ ବୈରୀ ପଣେ ତାକୁ ଭଜି ନିର୍ମଳ ହୃଦୟେ ନିମଜି ଏଘେନି କାମ କ୍ରୋଧ ଭଏ ଯେବା ଭଜନ୍ତି ମିତ୍ର ସ୍ନେହେ କୃଷ୍ଣ ବିଷୟ ଚିତ୍ତ ଦେଇ ଅନେକ ଗଲେ ମୋକ୍ଷ ହୋଇ ଗୋପନଗରେ ଗୋପୀ ଯେତେ ବିଷ୍ଣୁଙ୍କୁ ଭଜି କାମ ଚିତ୍ତେ କଂସ ଯେ ନିତ୍ୟ ଭୟ କଲା ଅନ୍ତେ ସେ ଗୋବିନ୍ଦେ ପଶିଲା କ୍ଷତ୍ରିୟ ଶିଶୁପାଳ ଆଦି କୃଷ୍ଣ ବିଷୟ ହୋଇ ବାଦି ସମ୍ବନ୍ଧେ ବୃଷ୍ଣିବଂଶ ଯେତେ ଭଜନ୍ତି ମାତୃସ୍ନେହେ ଚିତ୍ତେ ମୁଁ ତାର ଚରଣ କମଳେ ଭକତି କରଇ ନିଶ୍ଚଳେ ପୂର୍ବେ ଏବେ ନିସତ୍ୟ ଯୁଗେ ନିତ୍ୟ ଭଜିଲେ ଶତ୍ରୁ ଭାବେ ଏଣୁ ହରିଙ୍କି ନାନା ମତେ ଯେ ଭଜି ପାରେ ଦୃଢ଼ ଚିତ୍ତେ ନିର୍ଭୟେ ଗୋବିନ୍ଦେ ପଶନ୍ତି ଜନ୍ମ ମରଣୁ ନିସ୍ତରନ୍ତି ଯେ ଦମ ଘୋରର କାମିନୀ ତୋହର ମାତାର ଭଗିନୀ ତାର ଉଦରୁବେ ନିବାଳ ଏଦନ୍ତ ବକ୍ର ଶିଶୁପାଳ ପୂର୍ବେ ହରିଦ୍ୱାରେ ଥିଲେ ବ୍ରାହ୍ମଣେ ଅପରାଧ କଲେ ଏବେ ନିଭାଇ ସହୋଦର ବିଷ୍ଣୁ ସେବକ ମଧ୍ୟେ ବର ମହାନ୍ତ ଅପରାଧ ଫଳେ ଜନ୍ମିଲେ ଅସୁରଙ୍କ କୂଳେ ବ୍ରାହ୍ମଣେ ଅପରାଧ କଲେ ବ୍ରହ୍ମ ଋଷିଏ ଶାପ ଦେଲେ ଏ ଜନ୍ମେ ମନୁଷ୍ୟ ଶରୀରେ ପୁଣି ମିଳିଲେ ହରିଦ୍ୱାରେ ଯୁଧିଷ୍ଠିର ବାଚ ଯେ ହରି ନାମ ଉଚ୍ଚାରନ୍ତି ସର୍ବସଙ୍କଟୁ ସେ ତରନ୍ତି ଯେ ହରିଦ୍ୱାର ପାଳ ପଣେ ପାଦେ ସେବନ୍ତି ଅନୁକ୍ଷଣେ ତାହାଙ୍କୁ କେବା ଶାପ ଦେଲା ମୋତେ ତା ସନ୍ଦେହ ଲାଗିଲା ଯେ ବୈକୁଣ୍ଠପୁରେ ଥାନ୍ତି ସେ ତ ସଂସାରେ ନ ପଡ଼ନ୍ତି ଦେହ ସମ୍ଭବ ଜହି ନାହିଁ ସେ କିମ୍ପା ବହେ ନର ଦେହି ନିତ୍ୟ ହୋଇଲେ ଦୁରାଚାର ଏଣୁ ସଂଶୟ ଜାତ ମୋର ଭୂମୁନି ବନ୍ଦେ ତୋ ଚରଣ କହ ଏ କେବଳ କାରଣ ନାରଦ ଉବାଚ ଶୁଣ ରାଜନ ସାବଧାନେ ଯେ କଥା ବିଷ୍ଣୁର ଭୁବନେ ବ୍ରହ୍ମାର ପୁତ୍ରେ ବେଦବାଦୀ ସନକ ସନାତନ ଆଦି ସେ ଚାରି ଭାଇ ଏକ ଦିନେ ଭ୍ରମନ୍ତି ଏ ତିନି ଭୁବନେ ପୁଣି ସେ ଅନ୍ତରିକ୍ଷେ ଗଲେ ବିଷ୍ଣୁର ଭୁବନେ ମିଳିଲେ ପ୍ରବେଶ ହୋଇ ଦ୍ୱାର ଦେଶେ ବିଷ୍ଣୁର ଦର୍ଶନ ଲାଳସେ
ज्येष्ठ अटंती सही माने मरीचि आउ मुनिगणे 5 बरस बाल पोए सर्वे दिशंती एक प्राय काल स्वभावे दिगंबर स्वभावे ब्रह्मांक कुमर सनक आदि मुनिगणे सेवंती विष्णुक चरणे तांकु बालक प्राय चाही जय विजय बेनी भाई बालक देखी द्वारपाळे निषेध कले तांकु बळे ताहांक मन हरिपादे पशिन पारिला प्रमादे द्वारपालंक मुख चाही कोपे बोलंती चारि भाई तुम्भे तो दुष्ट बेनी भाई ए पुरे थिबा न जोगाई ए पुर वैकुंठ धाम पशि न पारे रजतम एथे न थाओ भाई बेनी मर्ते जन्मीब देह घेनी अति पापिष्ट तुम्ब देह असुर घरे जन्म हुआ एमंत विप्रशाप पाई पुरु खसिले बेनी भाई ऊर्ध्व चरण अधोमुख तक्षणे देखी तांक दुख दया बसिला तांक देही स्नेहे बोलंती चारि भाई असुर होई बेनी जन्म नित्य करिब दुष्ट कर्म तृतीय जन्मे जात होई सापु तरिब बेनी भाई विष्णु को चिंती अपराध पुणी लभिब विष्णुपाद प्रथमे कश्यपंक घरे बेनिए द्वितीय गर्भरे जन्मिले हिरण्यकशिपु हिरण्याक्ष जे महावपु देव दानव तांक पादे खटंती अपराधी भावे हिरण्याक्षर गर्भ भरे महिकंपई थर हरे से कष्ट हरि न सहिले शुकर रूप को धइले धरणी उद्धारण पाई वरुणपुरे हेले जाई से दुष्ट हिरण्याक्ष वीर असीम बल अटे सार बराह रूप देखी कोपे मिलिले गोविंद समीपे अनेक गदा युद्ध कला सबदे भुवन कंपिला विष्णुर गदा घात बळे प्राण छाड़िला रसा तले हिरण्यकशिपुर सुत प्रह्लाद गोविंदक भक्त तांकु अनेक दुख देई विष्णु भजन न सहई पुणी से विष्णु भक्ति बळे अजय ए महारी मंडले तांकु अनेक दुख देला केबे हे मारी न पारिला नृसिंह रूप धरी हरि हिरण्यकशिपु विदारी देवता हित को साधिले निज पुर को चढ़ी गले पुणी राक्षस कुले जात विश्रवा गृहे बेनी भ्रात निकषा गर्भे हुई जन्म अनेक कले मंद कर्म रावण कुंभकर्ण रूपे त्रैलोक्य वशक कले कदर्पे तांकु राम रूपे मारी राक्षस जन्मरु धारी से राम चरित को सुखे शुणिलु मारकंड मुखे पुणी से महितले जात तुमाता भगिनी रसुत एबे तो यज्ञ सभा मध्य विष्णु को निंदे अप्रमादे विष्णुर चक्रे छिन्न होई मुख्य पाइले बेनी भाई बैरी भावे तत्व ध्यान तेणु पाइले तत्व ज्ञान तृतीय जन्मे खेय पाई जय विजय बेनी भाई पुणी मिलिले निज पुरे विष्णुर वैकुंठ दुआरे युधिष्ठिर उवाच हिरण्य कशिपु किं पाई पुत्र को द्रोह आचरई असुर जात प्रह्लाद किंपा भजिला विष्णुपाद बोलोई दास जगन्नाथ नारद आगे कुंती सूत सभार मध्य पचारिला जे भागवत विष्णु लीला सप्तम स्कंदे हरिवाणी शुणी संसारुतर प्राणी शुणी संसारुतर प्राणी सप्तम स्कंदे हरिवाणी इति श्रीमद्भागवते महापुराणे पारमहंसं संहितायां 82 सप्तम स्कंदे जय विजय प्रश्न कथने नाम प्रथमोऽध्यायः विमर्शापि रणे भंग मुनिरपि मतिभ्रम यदि सुधं वसुधं वा मम दोष न विद्यते सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत् ओम शान्तिः शान्तिः शान्तिः।